ନମସ୍କାର। ଆସନ୍ତୁ ଆଜି ଏକ ବହୁତ ଗଭୀର ବିଷୟରେ କଥା ହେବା। ଆମେ ଯେଉଁ ଧନ ଅର୍ଜନ କରୁ ତାର ପ୍ରକୃତି ସହିତ ଆମ ଘରର ଶାନ୍ତି ଆଉ ବୈବାହିକ ଜୀବନର ସୁଖ ମଧ୍ୟରେ କିଛି ସମ୍ପର୍କ ଅଛି କି? ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ ଶିକ୍ଷା ଆଧାରରେ ଆସନ୍ତୁ ଏହାର ରହସ୍ୟକୁ ବୁଝିବାକୁ ଚେଷ୍ଟା କରିବା। ବେଳେବେଳେ ମନରେ ଏହି ପ୍ରଶ୍ନ ଆସେ, ନୁହେଁ କି? ଘରେ ଧନ ସମ୍ପତ୍ତି, ସୁଖ ସୁବିଧା ସବୁକିଛି ଅଛି, ହେଲେ ବି କାହିଁକି ମନରେ ଶାନ୍ତି ନାହିଁ? ଘରେ କାହିଁକି ସବୁବେଳେ କଳହ, ଅଶାନ୍ତି ଲାଗି ରହିଛି? ଏହାର ପ୍ରକୃତ କାରଣ କ'ଣ ହୋଇପାରେ? ଆସନ୍ତୁ ଏହାର ମୂଳକୁ ଯାଇ ଦେଖିବା। ଦେଖନ୍ତୁ, ଏହି ସମସ୍ୟାଟା କେବଳ ସାଧାରଣ ମତଭେଦ ନୁହେଁ। ଏହାର ପଛରେ ଏକ ଅଦୃଶ୍ୟ ନକାରାତ୍ମକ ଶକ୍ତି କାମ କରୁଥାଇପାରେ। କଳ୍ପନା କରନ୍ତୁ, ଏହା ଏକ ଅଦୃଶ୍ୟ ଛାଇ ଭଳି, ଯାହା ଧୀରେ ଧୀରେ ଆମ ଘରର ପରିବେଶକୁ, ଆମ ସମ୍ପର୍କକୁ ବିଷାକ୍ତ କରିଦିଏ। ଆଉ ଜାଣନ୍ତି, ଏହି କଳହର ଚେର ବହୁତ ଗଭୀରରେ ଥାଏ, ଏକ ଆଧ୍ୟାତ୍ମିକ ସ୍ତରରେ। ଆମେ ହୁଏତ ଆଜିକାଲିର ଜୀବନରେ ଏସବୁକୁ ଧ୍ୟାନ ଦେଉନାହୁଁ, କିନ୍ତୁ ଏହାର ସମ୍ପର୍କ ସିଧାସଳଖ ଆମର ଆୟର ଉତ୍ସ ସହିତ ଯୋଡ଼ି ହୋଇ ରହିଛି। ଆସନ୍ତୁ ତେବେ ଦେଖିବା ଏହା କିପରି କାମ କରେ। ଏହାକୁ ବୁଝିବାକୁ ହେଲେ ଆମକୁ ପ୍ରଥମେ ଦୁଇ ପ୍ରକାରର ଧନର ପ୍ରକୃତିକୁ ବୁଝିବାକୁ ପଡ଼ିବ, କାରଣ ସେହି ଧନ ହିଁ ନିର୍ଦ୍ଧାରଣ କରେ ଯେ ଆମ ଘରକୁ କେଉଁ ପ୍ରକାରର ଶକ୍ତି ପ୍ରବେଶ କରୁଛି। ଦେଖନ୍ତୁ, ଗୋଟେ ପଟେ ଅଛି ଅର୍ଥ, ମାନେ ସଚ୍ଚୋଟ ପରିଶ୍ରମ ଓ ନୈତିକତାର ପଇସା, ଆଉ ଅନ୍ୟପଟେ ଅଛି ଅନର୍ଥ, ଯାହା ଅନ୍ୟାୟ, ଛଳନା କିମ୍ବା ଶୋଷଣରୁ ଆସେ। ଗୋଟିଏ ଧନ ନିଜ ସହିତ ସକାରାତ୍ମକତା ଆଣେ, ଆଉ ଅନ୍ୟଟି ନିଜ ସହିତ ଦୁଃଖ, ଅଭିଶାପ ଆଉ ଯନ୍ତ୍ରଣା ବୋହି ଆଣେ। ଆଉ ଏହି ଗଭୀର କଥାକୁ ବୁଝିବା ପାଇଁ ଆମେ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ ଜ୍ଞାନର ସାହାଯ୍ୟ ନେବା। ସେ ଏ ବିଷୟରେ ବହୁତ ସୁନ୍ଦର ଭାବରେ ଆମକୁ ରାସ୍ତା ଦେଖାଇଛନ୍ତି। ସେ ଗୋଟିଏ ବାକ୍ୟରେ ପୂରା ସାରାଂଶ କହିଦେଇଛନ୍ତି। ସେ କ'ଣ କହୁଛନ୍ତି? ପାପର ଉପାର୍ଜନ ହିଁ କଳହର ମୂଳ। କେତେ ସରଳ କିନ୍ତୁ କେତେ ଗଭୀର କଥା, ନୁହେଁ କି? ଏହାର ମାନେ କ'ଣ? ଏହାର ମାନେ ହେଉଛି, ଯେଉଁ ପଇସା ଅନ୍ୟାୟ କରି ଅଣାଯାଏ, ସେଇଟା ଖାଲି ପଇସା ହେଇକି ଆସେନି, ତା ସାଙ୍ଗରେ ସେହି ଲୋକମାନଙ୍କର ଦୁଃଖ, କଷ୍ଟ ଆଉ ଦୀର୍ଘଶ୍ୱାସ ବି ଚାଲି ଆସେ। ସେମାନଙ୍କର ସେହି ଯନ୍ତ୍ରଣା ହିଁ ଆମ ଘରେ ପ୍ରବେଶ କରେ। ଠିକ୍ ଅଛି, ଏତେଯାଏଁ ତ ଆମେ ଆଧ୍ୟାତ୍ମିକ ଦିଗ ଦେଖିଲେ, କିନ୍ତୁ ଏହାର କିଛି ବୈଜ୍ଞାନିକ ଦିଗ ବି ଅଛି କି? ଆସନ୍ତୁ ଦେଖିବା ଏହା ଆମ ଶରୀର ଆଉ ମନ ଉପରେ କେମିତି ପ୍ରଭାବ ପକାଏ। ଏହାକୁ ବୁଝିବା ପାଇଁ ଆମକୁ ଆଭାମଣ୍ଡଳ ବା ଯାହାକୁ ଇଂରାଜୀରେ ଅରା କୁହାଯାଏ, ସେ ବିଷୟରେ ଟିକେ ଜାଣିବାକୁ ପଡ଼ିବ। ଏଇଟା ହେଉଛି ଆମ ଶରୀର ଚାରିପଟେ ଥିବା ଏକ ଶକ୍ତିର ବଳୟ। କହିବାକୁ ଗଲେ ଆମ ଭିତରର ସ୍ଥିତିର ଏକ ଆଇନା। ତେବେ ହୁଏ କ'ଣ? ଯେତେବେଳେ ଅନ୍ୟାୟର ଧନ ଘରକୁ ଆସେ, ସେଇଟା ଗୋଟେ ପ୍ରଦୂଷକ ଭଳି କାମ କରେ। ସେ ଆମର ସେହି ଆଭାମଣ୍ଡଳକୁ ଦୂଷିତ କରିଦିଏ। ଯେଉଁ ଶକ୍ତିକ୍ଷେତ୍ର ଉଜ୍ଜ୍ୱଳ ଆଉ ସୁସ୍ଥ ଥିଲା, ସେଇଟା ଧୀରେ ଧୀରେ ମଇଳା ଆଉ ଦୁର୍ବଳ ହୋଇଯାଏ। ଆଉ ଯେତେବେଳେ ଶକ୍ତିର ସ୍ତରରେ ଏମିତି ହୁଏ, ତାର ପ୍ରଭାବ ସିଧା ମନ ଉପରେ ପଡ଼େ। ଭିତରେ ଭିତରେ ଗୋଟେ ଅପରାଧ ବୋଧ, ଗୋଟେ ଅଜଣା ଚିନ୍ତା ଆଉ ଅଶାନ୍ତି ସବୁବେଳେ ଲାଗି ରହେ। ଆଉ ସେଇ ଯେଉଁ ଭିତରର ଅଶାନ୍ତି, ସେଇଟା ହିଁ ତ ବାହାରକୁ ବାହାରେ, କଥାବାର୍ତ୍ତାରେ, ବ୍ୟବହାରରେ। ଆଉ ଫଳ କ'ଣ ହୁଏ? ଛୋଟ କଥାରେ ବି ବଡ଼ ଝଗଡ଼ା। ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଥିବା ସମ୍ପର୍କରେ ଫାଟ ସୃଷ୍ଟି ହୁଏ। ତେବେ ସମସ୍ୟା ତ ଜଣାପଡ଼ିଗଲା, କିନ୍ତୁ ସମାଧାନ କ'ଣ? ଆସନ୍ତୁ ଏବେ ଆର୍ଥିକ ଶୁଦ୍ଧତାର 3ଟି ସରଳ ସୂତ୍ର ବିଷୟରେ ଜାଣିବା, ଯାହା ଏହି ସ୍ଥିତିକୁ ବଦଳାଇ ପାରିବ। ଦେଖନ୍ତୁ, ପ୍ରଥମେ ଆୟର ଶୁଦ୍ଧତା, ମାନେ ଯାହା ବି ରୋଜଗାର ହେଉଛି ତାହା ସଚ୍ଚୋଟ ଉପାୟରେ ହେବା ଦରକାର। ଦ୍ୱିତୀୟରେ, ନିୟମିତ ଅଂଶଦାନ, ନିଜ ଆୟରୁ କିଛି ଅଂଶ ଭଲ କାମରେ, ସମାଜର ସେବାରେ ଲଗାଇବା। ଆଉ ତୃତୀୟରେ, ସରଳ ଜୀବନ, ଅଯଥା ଖର୍ଚ୍ଚରୁ ଦୂରେଇ ରହିବା। ବାସ୍, ଏହି 3ଟି ସରଳ ନିୟମ। ଆଉ ଜାଣନ୍ତି, ଏଥିମଧ୍ୟରୁ ଦ୍ୱିତୀୟ ସୂତ୍ରଟି ବହୁତ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଆମେ ନିଜ ଆୟରୁ କିଛି ଅଂଶ ସମାଜ ପାଇଁ ଦେଉ, ସେତେବେଳେ ସେହି ଧନ ଆଉ କେବଳ ଆମର ବ୍ୟକ୍ତିଗତ ସମ୍ପତ୍ତି ହୋଇ ରହେ ନାହିଁ। ଏହା ଏକ ସକାରାତ୍ମକ ଶକ୍ତିରେ ବଦଳିଯାଏ। ତେବେ ଏସବୁ କରିବା ଦ୍ୱାରା ମିଳିବ କ'ଣ? ଆମେ ପହଞ୍ଚିବା ଏକ ଏପରି ଜୀବନରେ ଯେଉଁଠି ପ୍ରକୃତ ସମୃଦ୍ଧି ଥିବ। ଆଉ ପ୍ରକୃତ ସମୃଦ୍ଧି ମାନେ କେବଳ ଧନ ନୁହେଁ, ଧନ ସାଙ୍ଗକୁ ମନରେ ଶାନ୍ତି। କହିବାକୁ ଗଲେ, ପ୍ରକୃତ ସମୃଦ୍ଧିର ଅର୍ଥ ଖାଲି ପଇସା ରଖିବା ନୁହେଁ। ଏହାର ଅର୍ଥ ହେଉଛି ଭୌତିକ ସୁଖ ସୁବିଧା ସହିତ ଏକ ଶାନ୍ତିପୂର୍ଣ୍ଣ, ହସଖୁସିର ପରିବାର। ଯେତେବେଳେ ଏହି ଦୁଇଟା ମିଶିବ, ସେତେବେଳେ ଯାଇ ଜୀବନ ସାର୍ଥକ ହେବ। ତେବେ ଆଜିର ଆଲୋଚନାରୁ ଆମେ କ'ଣ ଶିଖିଲେ? ସବୁଠୁ ବଡ଼ କଥା ହେଲା, ଆମେ ଯେଉଁ ଧନ ଅର୍ଜନ କରୁଛେ, ତାର ସିଧା ପ୍ରଭାବ ଆମ ପାରିବାରିକ ଶାନ୍ତି ଉପରେ ପଡ଼ୁଛି। ଅନ୍ୟାୟର ଧନ ଆମ ଶକ୍ତି କ୍ଷେତ୍ରକୁ ଦୂଷିତ କରେ, ଯାହା ମାନସିକ ଅଶାନ୍ତି ଓ କଳହର କାରଣ ହୁଏ। ଆଉ ଏଥିରୁ ବାହାରିବାର ରାସ୍ତା ହେଉଛି ସେହି 3ଟି ସୂତ୍ର: ସଚ୍ଚୋଟ ଆୟ, ଦାନ ଆଉ ସରଳ ଜୀବନ।
ତେବେ ଯିବା ପୂର୍ବରୁ ଗୋଟିଏ ପ୍ରଶ୍ନ ସମସ୍ତଙ୍କ ପାଇଁ ଟିକେ ଚିନ୍ତା କରିବା। ଯେଉଁ ଧନ ଆମ ଘରକୁ ଆସୁଛି ତାହା ସାଙ୍ଗରେ କି ପ୍ରକାରର ଶକ୍ତି ଆସୁଛି? ଧନ୍ୟବାଦ।